ଦେଖିଛ? ପକ୍ଷୀ 10ଟି ପକ୍ଷୀର ନାଁ କହିଲେ ତୁ 5ଟା କହିବୁ, ତୁ 5ଟା କହିବୁ ହେଲା। କହ 5ଟା ପକ୍ଷୀର ନାଁ। ଶୁଆ, ହଳଦୀ ବସନ୍ତ, କାଉ, କୋଇଲି, ପାରା। ହେଇଗଲା 5ଟା। ତୋର କହିଲୁ 5ଟା ପକ୍ଷୀର ନାଁ। ଶୁଆ, ପକ୍ଷୀ କଣ? ମୟୂର, ମୟୂର, କାଉ, ପାରା, ଆମର କଣ ଶୁଆ ତ କହିଲ। ଆଉ କଣ ପକ୍ଷୀ ଅଛନ୍ତି? ପାରା, ଛଞ୍ଚାଣ, ଆଉ ଚିଲ, ଶାଗୁଣା, ଏସବୁ ପକ୍ଷୀ ନୁହନ୍ତି। ତ ପକ୍ଷୀମାନେ ସବୁ କେଇଠି ରୁହନ୍ତି? କୋଉଠି ରୁହନ୍ତି ପକ୍ଷୀମାନେ? ଗଛରେ, ଗଛରେ ରୁହନ୍ତି। ଗଛରେ କଣ କରି ରୁହନ୍ତି? ବସା ବାନ୍ଧିକି ରୁହନ୍ତି ହେଲା। ସେ ଯୋଉ ବସା ବାନ୍ଧିକି ରୁହନ୍ତି, ସେ ବସାଟା କୋଉଥିରେ ତିଆରି? କାଠିରେ। କାଠିରେ ସବୁ ନେଇକି ତିଆରି କରନ୍ତି। କେଉଁ ପକ୍ଷୀମାନଙ୍କର ନାଁ ହଉଛି ରଙ୍ଗଟା କଳା? କାଉ, କାଉ, କୋଇଲି, ଆଉ ଏମିତି ପ୍ରାୟ କାଉ, କୋଇଲି ଏମିତି ପକ୍ଷୀ କଳା ଆଉ। କେଉଁ ପକ୍ଷୀର ରଙ୍ଗ ହଳଦିଆ? ହଳଦୀ ବସନ୍ତ। କେଉଁ ପକ୍ଷୀ ପାଣିରେ ବୁଡ଼ିକି ମାଛ ଧରେ? ମାଛ ରଙ୍କା, ବଗ, ଏମାନେ ସବୁ କଣ କରନ୍ତି? ପାଣିରୁ ମାଛ ହଉଛି ବୁଡ଼ିକି ମାଛ ଧରନ୍ତି। କେଉଁ ପକ୍ଷୀ ମଲା ଜୀବଜନ୍ତୁକୁ ଖାଏ? ଚିଲ, ଶାଗୁଣା, ଏମାନେ କଣ କରନ୍ତି? ଯୋଉ ପଶୁ ପକ୍ଷୀ ମାନେ ମରିଯାଆନ୍ତି ତାଙ୍କୁ ଏମାନେ ସବୁ ଖାଇଦିଅନ୍ତି। ଖାଇଲା ଫଳରେ ଆମ ପରିବେଶ ବି କଣ ରୁହେ? ପରିବେଶ ଆମର କଣ ନଷ୍ଟ ହୁଏନି, କାରଣ ସେମାନେ ତ ଖାଇଦିଅନ୍ତି 50ଟା ଜୀବଜନ୍ତୁକୁ। ଆଉ ହଉଛି କଣ? ପରିବେଶ ଆମର ସନ୍ତୁଳିତ ହେଇକି ରହିଥାଏ। ବୁଝିଲ? ଏଇ ଯୋଉ ପକ୍ଷୀ ଗୁଡାକ ଅଛି, ଚିତ୍ର ଦେଖିକି ତା ନାମ କହିବ ହେଲା। ଏଟା କୋଉ ପକ୍ଷୀ? ଏଟା ଘରଚଟିଆ, ହଳଦୀ ବସନ୍ତ। ଏଟା ହଉଛି କଣ? କାଠହଣା। ଏଟା ଆମର କଣ? ଏଟା ବଣି, ପାରା, ଶୁଆ। ଏଟା କାଉ, ଏଇଟା କାଉ, ଏଟା କୋଇଲି, ଏଟା ବଗ, ଏଟା ଶାଗୁଣା, ଏଟା ଛଞ୍ଚାଣ। ଏଇ ସବୁ ପକ୍ଷୀ ଗୁଡାକ ହେଲା। ଆମେ ପକ୍ଷୀ ସବୁ ଦେଖୁଛେ, ଆମର ଗଛ ମାନଙ୍କରେ ବସା କରିକି ରହୁଛି ହେଲା। ପକ୍ଷୀ ମାନଙ୍କର ଅଣ୍ଡା ବି ଦେଖିଥିବ। ତ ଆମର କହିଲେ କଜଳପାତି ପକ୍ଷୀଟା କଳା ନା ଧଳା? କଳା। ଶାଗୁଣାଟା କୋଉ କଲର? ମାଠିଆ, ମାଠିଆ କଲର। ହଳଦୀ ବସନ୍ତଟା କଳା, ଆଉ ହଳଦିଆ ବେଶୀ ଅଛି, କଳା ଅଳ୍ପ ଅଛି ହେଲା। ବଗଟା କୋଉ ରଙ୍ଗ? ଧଳା, ଧଳା। ଆଉ ହଂସଟା? ହଂସଟା ଧଳା, ଆଉ ଚିଲଟା ମାଠିଆ ହେଲା। ଆଉ କାଉ? କଳା, କାଉଟା କଳା। କଳା। ତ ଆମର ପକ୍ଷୀ ମାନଙ୍କର କଣ ରଙ୍ଗ ସବୁ ଅଲଗା ଅଲଗା ଅଛି। କୋଉ ପକ୍ଷୀ କଳା, କୋଉ ପକ୍ଷୀ ଧଳା, କୋଉ ପକ୍ଷୀ ଆମର ମାଠିଆ ରଙ୍ଗ ଅଛି ହେଲା। ତୁ ବନ୍ଦ କଲେ ତୁ ଦେଖୁନ।